ଆପଣ ସମସ୍ତଙ୍କୁ ୱେଲକମ୍। ନମସ୍କାର। ଓଟିଟି 2021 ମ୍ୟାଥ୍ ପେପର୍ 1ରେ ଏ କୋଶ୍ଚିନ୍ଟି ପଡ଼ିଥିଲା। ଆପଣ ଚାହିଁଲେ କୋଶ୍ଚିନ୍ ମଧ୍ୟ କଲେକ୍ସନ୍ କରି ଦେଖିପାରିବେ। ନିଶ୍ଚିତ ଏ କୋଶ୍ଚିନ୍ ପଡ଼ିଥିଲା, କାରଣ ମୁଁ କୋଶ୍ଚିନ୍ କଲେକ୍ସନ୍ କରିକି କରୁଛି। କୋଶ୍ଚିନ୍ ହେଉଛି ଗୋଟିଏ ଘଣ୍ଟା ପ୍ରତି ଘଣ୍ଟାରେ 15 ମିନିଟ୍ ସମୟ ଅଧିକ ଦେଖାଏ। ତାହେଲେ ସେଇଟା ଗୋଟେ ଡିଫେକ୍ଟ ଘଣ୍ଟା, ଓରିଜିନାଲ୍ ଘଣ୍ଟା ନୁହେଁ, କାହିଁକିନା ସେଇଟା ଫାଷ୍ଟ ଚାଲିଛି। ପ୍ରକୃତ ଘଣ୍ଟାରେ ଘଣ୍ଟା ହେଲା ବେଳେ ସେଇଟା ହେଇଯାଉଛି ଘଣ୍ଟେ 15। ଦୁଇଟା 2 ଘଣ୍ଟା ହେଲା ବେଳକୁ ସେଇଟା ଆଉ 15 ମିନିଟ୍ ମିଶି ଯାଉଛି, 2 ଘଣ୍ଟା 30 ମିନିଟ୍ ଅଧିକ ଦେଖାଉଛି, ଫାଷ୍ଟ ଚାଲିଛି। ଯଦି 3 PM ବେଳେ ଘଣ୍ଟା ଗୁଡ଼ିକ ଠିକ୍ ସମୟରେ ଦେଖାଇଲା ଭଳି ଯଥାସ୍ଥାନରେ ରଖି ଦିଆଯାଏ, ତାକୁ ଆଡ଼ଜଷ୍ଟ କରାଗଲା ଘଣ୍ଟାକୁ 3ଟା ସମୟରେ ଘଣ୍ଟା 3 ଉପରେ, ମିନିଟ୍ ଘଣ୍ଟା 12 ଉପରେ ଆଡ଼ଜଷ୍ଟ କରାଗଲା, ଠିକ୍ ଜାଗାରେ ରଖିଦିଆଗଲା। ତେବେ ସେଇ ଘଣ୍ଟାରେ 8ଟା PM ହେଲା ବେଳକୁ 3ଟାରେ ଆଡ଼ଜଷ୍ଟ କରାଗଲା, 8ଟା PM ହେଲା ବେଳକୁ ପ୍ରକୃତ ସମୟ କେତେ ହୋଇଥିବ? କେତେ ହେଲା ବେଳକୁ 8ଟା। ତ ଦେଖନ୍ତୁ ଅପସନ୍ ଦେଇଛି 7 PM, 6.45 PM, 9.15 PM, 7.30 PM, 7:30, 9:15, 6:45, 7 PM। ଦେଖ ପ୍ରକୃତ ଘଣ୍ଟା କୋଶ୍ଚିନ୍ ବୁଝିପାରିଲେ, ଗୋଟିଏ ଘଣ୍ଟା ପ୍ରତି ଘଣ୍ଟାରେ 15 ମିନିଟ୍ ସମୟ ଅଧିକ ଦେଖାଏ। ଯଦି 3ଟା ବେଳେ ଘଣ୍ଟା ଗୁଡ଼ିକ ଠିକ୍ ସମୟରେ ରଖିଲା ବେଳେ ଯଥାସ୍ଥାନରେ ରଖି ଦିଆଯାଏ, ତେବେ ସେଇ ଘଣ୍ଟାରେ 8ଟା PM ବେଳକୁ ପ୍ରକୃତ ସମୟ କେତେ ହେଇଥିବ? ଦେଖନ୍ତୁ এটা ହେଉଛି ପ୍ରକୃତ ଘଣ୍ଟା, এটা ହେଉଛି ସେଇ ଡିଫେକ୍ଟ ଘଣ୍ଟା। ମନେକର ତାହେଲେ ଏଠି 3ଟା ବେଳେ ଏଠି 3 କରାଗଲା, ଆଡ଼ଜଷ୍ଟ କରାଗଲା ଘଣ୍ଟା। 4ଟା ବେଳେ ଠିକ୍ ପ୍ରକୃତ ଘଣ୍ଟାରେ 4ଟା ବେଳେ କ'ଣ ହେବ? 15 ମିନିଟ୍ ଅଧିକ ହେଇଯିବ, 4ଟା 15। 5ଟା ବେଳକୁ କ'ଣ ହେବ? ଆଉ 15 ମିନିଟ୍ ଅଧିକ ହେଇଯିବ, 5ଟା 30। 6ଟା ବେଳକୁ କ'ଣ ହେବ? 6ଟା ଆଉ 15 ମିନିଟ୍ ଅଧିକ, 6ଟା 45। 7ଟା ବେଳକୁ କ'ଣ ହେବ? 8ଟା। ପ୍ରକୃତ ଘଣ୍ଟାରେ 7ଟା ହେଲା ବେଳକୁ ସେଇ ଯେଉଁ ଡିଫେକ୍ଟ ଘଣ୍ଟା ଯେଉଁଟା ଆଗୁଆ ଚାଲୁଛି 15 ମିନିଟ୍ ସ୍ପିଡ଼ରେ, ସେଥିରେ 8ଟା ହେଇଥିବ। ସେ ପଚାରୁଛି 8ଟା ବେଳକୁ ପ୍ରକୃତ ସମୟ କେତେ ହେଇଥିବ? କେତେ ହେଇଥିବ? 7 PM। ତେଣୁ ଇଏ ହେଲା ଆନ୍ସର୍। ତେଣୁ ଆପଣମାନଙ୍କୁ ଅନୁରୋଧ, ମୋର ଜଣେ ସମ୍ମାନନୀୟା ମ୍ୟାଡ଼ାମ୍ ସେ କମେଣ୍ଟସ୍ କରିଥିଲେ ଯେ ଭଲ୍ୟୁମ୍ଟା ଟିକେ କମ୍ ହେଇଯାଉଛି। ଆଉ ଏ କ୍ଲାସ୍ ଗୁଡ଼ାକ ତ ସବୁ ସକାଳୁ ଭୋରୁ କରାହେଉଛି, ପିଲା ନାହାନ୍ତି, ତ ବିନା ପିଲାରେ କହିଲେ ମୁଁ ଭାବୁଛି ବୋଧେ ଭଲ୍ୟୁମ୍ଟା ଅଧିକ ହେଉଛି, କିନ୍ତୁ କାହିଁ କମ୍ ହେଉନି? ସ୍ପିକର୍ ଲଗାଇବା, ଶିଖେଇବା ଗୋଟା, ବିନା ସ୍ପିକର୍ରେ ଏତେ ଭିଡ଼ିଓ କରୁଛି। ଆଉ କମେଣ୍ଟସ୍ ଦିଅନ୍ତୁ, ଡରନ୍ତୁନି, ଭୟ କରନ୍ତୁନି, ଖରାପ ଭାବିବିନି ମୁଁ କେବେ। ମ୍ୟାଡ଼ାମ୍ ଲେଖିଛନ୍ତି ଖରାପ ଭାବୁଛନ୍ତି, ମୁଁ ନାଇଁ ଖରାପ ନାହିଁ, ଏଇଟା ଦେଲେ ମୁଁ ଆଗକୁ ଟିକେ ସତର୍କ ହେବି, ଭଲ୍ୟୁମ୍ ବଢ଼େଇବି ବା ତା ବ୍ୟବସ୍ଥା କରିବି। ତେଣୁ କମେଣ୍ଟସ୍ ବ୍ୟାଡ଼୍ ହେଇପାରେ, ଗୁଡ଼୍ ହେଇପାରେ। ମୁଁ ବ୍ୟାଡ଼୍ କମେଣ୍ଟସ୍କୁ ତ ଗୁଡ଼୍ କମେଣ୍ଟସ୍ ଗୁଡ଼ିକୁ ୱେଲକମ୍ କରାହେବ, ବ୍ୟାଡ଼୍ କମେଣ୍ଟସ୍କୁ ଡବଲ୍ ୱେଲକମ୍ କରାହେବ। କାହିଁକି ନା ସେମାନେ ହେଉଛନ୍ତି ମୋର ବ୍ୟାଡ଼୍ କମେଣ୍ଟସ୍ ଦେଲେ ମୁଁ ରେକ୍ଟିଫାଇ ହେବି, ରେକ୍ଟିଫାଇ ହେଲେ ମୋର ଭଲ ସେ ଚାହାନ୍ତି, ସାର୍ କହୁଛନ୍ତି ଏଇଟା କେମିତି ନହେଲେ ଆଉ ଟିକେ ଭଲ ହେବ। ଥ୍ୟାଙ୍କ ୟୁ। ସମସ୍ତେ ଆଶା କରୁଛି କମେଣ୍ଟସ୍ ଦେବେ। ଆଉ ଏ ଗଣିତ ଗୁଡ଼ାକ ମୁଁ ଓଷ୍ଟେଟ୍ ବା ଓଟିଟିର କୋଶ୍ଚିନ୍, ସିଟି ଏଣ୍ଟ୍ରାନ୍ସ ପାଇଁ କୋଶ୍ଚିନ୍ ସବୁଦିନ 2ଟା 3ଟା ଲେଖେ ପକାଉଛି। ବର୍ତ୍ତମାନ ଓଟିଟି ଚାଲିଛି, ଯେଉଁମାନେ ଭବିଷ୍ୟତରେ ଓଟିଟି ଦେବେ, ଶିକ୍ଷକମାନେ ରହିଯାଇଛନ୍ତି ସେମାନେ ଦେବେ, ଆଉ ଯେଉଁମାନେ ପରୀକ୍ଷା ଦେବେ ଭବିଷ୍ୟତରେ ଟିଚର୍ ହେବେ, ସେମାନେ ମଧ୍ୟ এই କୋଶ୍ଚିନ୍ ପ୍ରିପେୟାର ହେବେ। ଆଉ ବହୁତ କୋଶ୍ଚିନ୍, ସାମ୍ପୁଲ୍ କୋଶ୍ଚିନ୍ ଆଣିବି। ଏବେ ପ୍ରିଭିୟସ୍ କୋଶ୍ଚିନ୍ ଚାଲିଛି 2021ର, 22ର, 23ର, 24ର, 25ର ତ ଅଲରେଡ଼ି ସରିଯାଇଛି। ତେଣୁ ପ୍ରିଭିୟସ୍ କୋଶ୍ଚିନ୍ ସହିତ ସାମ୍ପୁଲ୍ କୋଶ୍ଚିନ୍ ମଧ୍ୟ ଦିଆଯିବ। ତେଣୁ ଆପଣମାନେ ଇଏରେ ଲିଙ୍କରେ ରୁହନ୍ତୁ, ସବସ୍କ୍ରାଇବ୍ କରିଥାନ୍ତୁ, ସେୟାର କରିଥାନ୍ତୁ। ମୁଁ ଆଶା କରୁଛି, ମୋର କ'ଣ ପାଇଁ ଇଚ୍ଛା ହେଲା ମୁଁ ଜାଣିପାରୁନି, ମୁଁ କ୍ଲାସ୍ 6, 7, 8ର ମ୍ୟାଥମେଟିକ୍ସ, ଇଂଲିଶ, ଗ୍ରାମାର ପଢ଼ୁଥିଲି। ପରୀକ୍ଷା ପରେ, ଟିଚରମାନଙ୍କୁ ପରୀକ୍ଷା ପରେ ଏଇ ଯେଉଁ ପେପର୍ ଆଡ଼ଭର୍ଟାଇଜ୍, 70,000 ଶିକ୍ଷକ, 75,000 ଶିକ୍ଷକ ଫେଲ୍ ହେଇଯିବେ, ତାଙ୍କୁ ଚାକିରି ହରାଇବେ। କ'ଣ ପାଇଁ ଶିକ୍ଷକ ଚାକିରି ହରାଇବେ? ଅନ୍ୟ କେଉଁ ଡିପାର୍ଟମେଣ୍ଟରେ ଏଇଟା ଗୋଟେ ଏଣ୍ଟ୍ରାନ୍ସ, ଓଟିଟି ଗୋଟେ ଏଣ୍ଟ୍ରାନ୍ସ, ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ, ଟିଚର ହେବା ପାଇଁ ଇଲିଜିବିଲିଟି ଏକ୍ଜାମିନେସନ୍ ଏଇଟା। ତେଣୁ ଆମେ ସମସ୍ତେ ଅଲରେଡ଼ି ଆଗରୁ ଇଲିଜିବିଲିଟି ହେଇକିରି ଟିଚର ହେଇକି ଅଛେ। ସେତେବେଳେ ଯେଉଁ ପ୍ରକାର ସିଷ୍ଟମ୍ ଥିଲା ସବୁ ଡିପାର୍ଟମେଣ୍ଟରେ, ସେତେବେଳେ ଲୋକ ଚାକିରି ପାଇଥିଲେ। ଏବେ ଯଦି ଜଣେ ଆଇଏଏସ୍ ଲୋକଙ୍କୁ କହିବା 20 ବର୍ଷ ଚାକିରି କଲା ପରେ ତୁମେ ଆଉ ଥରେ ଆଇଏଏସ୍ ପରୀକ୍ଷା ଦିଅ, ସବୁ ଚେଞ୍ଜେସ୍ ହେଇଗଲାଣି, ସିଏ କ'ଣ ପାରିବେ? ମୁଁ ଭାବୁଛି ସେ ପାରିବେନି। ଡକ୍ଟର ଯଦି ଆଉ ଥରେ କହିବ ଡକ୍ଟର ପରୀକ୍ଷା ଦିଅ, ସେ କ'ଣ ପାରିବେ? ନା ପାରିବେନି। 20 ବର୍ଷ ଚାକିରି କଲା ପରେ MBBS କେତେ ପ୍ରିପାରେସନ୍ ହେଇକି, କେତେ 5 ବର୍ଷ 3 ବର୍ଷ ପ୍ରିପାରେସନ୍ ହେଇକି ସେ MBBS ପାଇଛନ୍ତି, ତ ସିଏ କ'ଣ ଆଉ ଥରେ ଦେଲେ ପାରିବେ? କେବେ ପାରିବେ ନାହିଁ। ତେଣୁ ମହାମାନ୍ୟ କୋର୍ଟ ଯାହା ଦେଇଛନ୍ତି ସେଇଟା ଆଉ ଥରେ ପୁନଃବିଚାର କରାଗଲେ ଭଲ। ତେଣୁ ଆମର ଜ୍ଞାନ ବଢ଼ିବ। ଶିକ୍ଷକ ଦେଖ, ଏବେ 75 ବର୍ଷ ଶିକ୍ଷକ ଦେଇଛନ୍ତି, ନିଶ୍ଚିତ 50,000 ପରେ ଶିକ୍ଷକ ପାସ୍ କରିବେ।
ଆଉ ଏମିତି ଶିକ୍ଷକ ଯେ ବିନା ବିନା ପ୍ରିପାରେସନ୍ରେ ବି ପାସ୍ କରିବେ, କିଛି ପ୍ରୋବ୍ଲେମ୍ ନାହିଁ। ଶିକ୍ଷକ ପାଠ ପଢ଼ୁଛନ୍ତି, ତାଙ୍କର ପାଠ ମନେ ଅଛି। ଏଇଆ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେଣି, ଯାହାକୁ 50-55 ବର୍ଷ ହେଇଗଲେଣି, ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ। କାହାର ସ୍ନାୟୁ ରୋଗ ବାହାରିଲାଣି, କାହାର ଆଇସାଇଟ୍ ପ୍ରୋବ୍ଲେମ୍ ବାହାରିଲାଣି, ବିଭିନ୍ନ ପ୍ରକାର ରୋଗରେ ବାହାରୁଥିବା ଯୋଗୁଁ ତେଣୁ ସେମାନେ ଆଉ ପରୀକ୍ଷା ଏଇ ସମୟରେ ଦେବା ଗୋଟେ ବିଭିନ୍ନ ପ୍ରକାର ପାରିବାରିକ ଚିନ୍ତା ଅଛି, ଆର୍ଥିକ ଚିନ୍ତା ଅଛି, ପରିବାର ବହୁତ ବଢ଼ିଗଲେଣି। এই ସମୟରେ ପରୀକ୍ଷା ଦେବା ଗୋଟେ କଷ୍ଟ, କିନ୍ତୁ ବହୁତ ଶିକ୍ଷକ ପାସ୍ କରିବେ, ମୁଁ ଆଶା ସମସ୍ତେ ପାସ୍ କରିବି। ଏବେ ମୁଁ ଭାବୁଥିବି, ଆଶା କରୁଛି ଆପଣ ଏ ମନ୍ତଟା ବୁଝିପାରିଥିବେ। ଥ୍ୟାଙ୍କ ୟୁ।